नुहे महाराज यह हूँ जयध्वनि। हाँ महाराज महाराज समस्त मोर प्रशंसा करते। हाँ महाराज जड़े धर्मवंत न्यायवंत ज्ञानवंत राजा बोली समस्त प्रशंसा करते। हाँ महाराज महाराज सत्य धर्म न्याय रे राज्य शासन करी उड़ाई विजयर नेत्र। हाँ महाराज जनक मन रे राजा प्रजांक मन रे राजा दुखी मन रे राजा 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 दुखी मन रे राजा जनक मन रे राजा प्रजांक मन रे राजा दुखी मन रे राजा जनक मन रे राजा प्रजांक मन रे राजा दुखी मन रे राजा आनंद मन रे आनंद मन रे गमन करंती आनंद मन रे गमन करंती भवके सरे सते उड़ाई विजय जयंत पुरार से महाराजा विजय जयंत पुरार से महाराजा। जयंतपुर रे शासन करती नाम अटे दिव्य ज्योति धीरे मात्र चिंता मन रे न थाए काहाकु न करे जयंतपुर रे शासन करती नाम अटे दिव्य ज्योति धीरे मात्र चिंता मन रे न थाए काहाकु न करे काहाकु सुंदर सुंदर मोरा जभवन आहा सुंदर मोरा जभवन अति मारे करे सते होइछि सजा विजय जयंत पुरार से महाराजा विजय जयंत पुरार से महाराजा। सिंहासने बसी होई महाखुशी करती राज्य शासन जन प्रजा तुझे आदर करी न देखुती पुत्र सम सिंहासने बसी होई महाखुशी करती राज्य शासन जन प्रजा तुझे आदर करी न देखुती पुत्र सम अक्षय पुजारी अक्षय पुजारी गीतरे लिखिले अक्षय पुजारी गीतरे लिखिले सारणंग पाद तले करी न पूजा विजय जयंत पुरार से महाराजा विजय जयंत
মহারাজ ମୁଁ ଯାହା ସବୁ କହିଗଲି ସ୍ପଷ୍ଟ ଭାବରେ ବୁଝିପାରିଲେ ମହାମନ୍ତ୍ରୀ? ହଁ ମହାରାଜ ଯାହା ପଚାରିଲା ଏବେ ଶୁଣ ନରପତି ସଂସାର ପିତାଇ ମୁହିଁ କହୁଛି ଝଟତି ହେ ମହାରାଜା କୁଶଳରେ ଅଛନ୍ତି ପରଦା ହେ ମହାରାଜା କୁଶଳରେ ଅଛନ୍ତି ପରଦା মহারাজ দেশ দেশান্তরে বুলি দেখি আছে যেতে দেশ দেশান্তরে বুলি দেখি আছে যেতে তুম বলি সুশাসক নাই এ জগতে হে রাজেশ্বর আউ কি কইবি সমাচার হে রাজেশ্বর महाराज आपण को त्याजे राज्य समस्त प्रत्यगण आनंद रे काल जापन करछंती आपण तरे चिंता करतो नाही महाराज महाराज ଆଜି ତମକୁ ଦୁଇ ଗୋଟି ପ୍ରଶ୍ନ ପଚାରିବି। महाराज ଯଦି ପ୍ରଶ୍ନର ସଠିକ ଉତ୍ତର ଦବ ତାହେଲେ ତୁମେ ଯାହା ମାଗିବ ମୁଁ ଅକୁଣ୍ଠ ଚିତ୍ତରେ ତୁମକୁ ପ୍ରଦାନ କରିବି। ପାରିବ? महाराज की प्रश्न महाराज ଜାଣି ତ ମୁଁ ନିଶ୍ଚୟ କହିବି महाराज ପ୍ରଥମ ପ୍ରଶ୍ନଟି ହେଉଛି ରାଜବଂଶ କାହାକୁ କୁହାଯାଏ? କହିପାରିବ? महाराज ଯେଉଁ ପରିବାରର ଜଣେ ପରେ ଜଣେ ରାଜକାର୍ଯ୍ୟ କରୁଥାନ୍ତି ସେହି ପରିବାରକୁ ରାଜବଂଶ କହନ୍ତି। ପରିବାରକୁ ରାଜବଂଶ କୁହନ୍ତି। ହଁ महाराज ଦ୍ୱିତୀୟ ପ୍ରଶ୍ନଟି ହେଲା ସାମ୍ରାଜ୍ୟ ଆଉ ରାଜ୍ୟ ମଧ୍ୟରେ ପ୍ରଭେଦ କ'ଣ? महाराज ସାମ୍ରାଜ୍ୟ ଆୟତନ ହେଉଛି ବଡ଼ ବଡ଼ ଆଉ ରାଜ୍ୟର ଆୟତନ ହେଉଛି ଛୋଟ ଏଣୁକରି ଏ ଦୁହିଁଙ୍କ ମଧ୍ୟରେ ପ୍ରଭେଦ ଅଛି महाराज ଧନ୍ୟ महाराज ଧନ୍ୟ ଧନ୍ୟ ତୁମେ ନିରାକାର ଧନ୍ୟ महाराज ଧନ୍ୟ ହେଲେ ଆଜି ତମ ବାକ୍ୟ ଶୁଣି महाराज ନିରାକାର महाराज ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ତୁମର ପ୍ରସାଦ ହେ ରାଜଭବନ ତୁମର ପ୍ରସାଦ ହେ ରାଜଭବନ ଧନ୍ୟ ତୁମ ବୁଦ୍ଧି କଣ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ महाराज ধন্য ହେଲା ମୋ ଜୀବନ ଶୁଣି ଦବ ଧନ୍ୟ ହେଲା ମୋ ଜୀବନ ଶୁଣି ଦବ କୀର୍ତ୍ତିମାନ କେଉଁ ଭାଗ୍ୟ ବଳେ ତୁମକୁ ପାଇ
ମନ୍ତ୍ରୀ ମୋର ଧନ୍ୟ ହେ ଧନ୍ୟ ମନ୍ତ୍ରୀ ମୋର ଧନ୍ୟ। ମହାରାଜ ତମ ଭଳି ମନ୍ତ୍ରୀ ପାଇଁ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି। ମହାରାଜ ମହାରାଜ ଜଣେ ରାଜାର କର୍ତ୍ତବ୍ୟ ହେଉଛି ରାଜ୍ୟର ଜନପ୍ରଜା କେମିତି ସଦା ସର୍ବଦା ସୁଖ ଶାନ୍ତିରେ ରହିବେ। ମହାରାଜ ଏଇଟା ହେଉଛି ଜଣେ ରାଜାର ଏକମାତ୍ର କାମ୍ୟ ଓ କର୍ତ୍ତବ୍ୟ। ମହାରାଜ କିନ୍ତୁ କିନ୍ତୁ ପୁଣି କାରଣ କଣ ମହାରାଜ ଆପଣ ଶୀଘ୍ର ପ୍ରକାଶ କରନ୍ତୁ। ମହାରାଜ କିନ୍ତୁର କାରଣ ଅଛି ନିରାକାର। ମହାରାଜ କିନ୍ତୁର କାରଣ ଅଛି। ମୋର ପ୍ରଥମ ମହାରାଣୀ ସୁନନ୍ଦା ସ୍ୱର୍ଗ ଆରୋହଣ କଲା ପରେ ମହାରାଜ ମୁଁ ଦ୍ୱିତୀୟ ରାଣୀ ସୁପ୍ରଭାକୁ ବିବାହ କରି ସାରିଛି। ମହାରାଜ ଦୁଇ ରାଣୀଙ୍କର ଦୁଇ ପୁଅ ଅଜୟ ଆଉ ବିଜୟ। ମହାରାଜ ସୁପ୍ରଭା ମଧ୍ୟ ଅଜୟ ଓ ବିଜୟ କୁମାର ସ୍ନେହ ମମତା ଦେଇ ଲାଳନ ପାଳନ ମଧ୍ୟ କରିଆସୁଛନ୍ତି। ମହାରାଜ ଭବିଷ୍ୟତରେ ଆପଣ ବିଚ୍ଛିନ୍ନ ହୋଇଯିବ ବୋଲି ଭାବୁଛନ୍ତି ମହାରାଜ? ନା ନା ଏହା ଅସମ୍ଭବ। ଆମ ଦ୍ୱିତୀୟ ରାଜମାତା ସେ ମଧ୍ୟ ସାକ୍ଷାତ ଲାଭ କରିବେ। ଆପଣ ଏଥିରେ ଚିନ୍ତା କରିବା କିଛି ଆବଶ୍ୟକତା ନାହିଁ ମହାରାଜ। ମହାରାଜ ବର୍ତ୍ତମାନ ସମୟ ହେଇଯାଇଛି ରାଣୀ ହଂସପୁରକୁ ଗମନ କରିବା। ତେବେ ଚାଲନ୍ତୁ ମହାରାଜ। ସତରେ ନା ଆମ ରାଜହଂସ କେତେ ସୁନ୍ଦର ଦେଖାଯାଉଛି। ଆଉ ନା ହୀରା ନୀଳା ମୋତି ମାଣିକ୍ୟରେ ଖଞ୍ଜା ହେଇଛି। ଆଉ ନା ମୁଁ କେଉଁ ଜନ୍ମରେ କି ପୁଣ୍ୟ କରିଥିଲି ଯେ ଏଇ ରାଜମହଲର ମୁଁ ମହାରାଣୀ ସୁପ୍ରଭା। ରାଜାଙ୍କ ଘରାଣୀ ରାଜାଙ୍କ ଘରାଣୀ ସୁପ୍ରଭା ସୁନ୍ଦରୀ ସାଧୀରେ ପର୍ଯ୍ୟନ୍ତ ନ ଫେରିଲେ ରାଜରାଜେଶ୍ୱର ମୁଁ କିଛି ସମୟ ପଲଙ୍କରେ ବସି ଅପେକ୍ଷା କରେ।
ସୁପ୍ରଭ ରାଣୀ ସୁପ୍ରଭ ସ୍ୱାମୀ ଆପଣ ସମୟରେ ଆସିଲେ। ମୁଁ କେତେ ସମୟ ଆସିଲି? ହଁ, ଆପଣଙ୍କ ଅପେକ୍ଷାରେ ମୁଁ ବସିଥିଲି, ମୋ ଅପେକ୍ଷାରେ ବସିଥିଲ, କିନ୍ତୁ କିନ୍ତୁ କଣ ହେଇଛି? ଆଖିଟା ଗଡ଼ିଗଲା। ଆଖିଟା ଗଡ଼ିଗଲା? ହଁ, ମୁଁ ଜାଣିପାରିଲି ନାହିଁ। ଜାଣିପାରିଲ ରେ? ମତେ କ୍ଷମା କରିଦେବ ନା? ସୁପ୍ରଭ, ହଁ ଏ ସୁପ୍ରଭ, ହଁ ଅଜୟ ବାପା। এই ଛୋଟିଆ କଥା ପାଇଁ ମୋ ପାଖରେ କ୍ଷମା ଭିକ୍ଷା ମାଗୁଛ? ହଁ ହଁ ଏ ସୁପ୍ରଭ, ହଁ ତମେ ହଉଛ ମୋର ଅର୍ଦ୍ଧାଙ୍ଗିନୀ, ତମେ ହଉଛ ମୋର ପଥ ପ୍ରଦର୍ଶିତା, ଆଉ ତମେ ହଉଛ ମୋର ସବୁ କିଛି। ଏ ଛୋଟିଆ କଥା ପାଇଁ ମୋ ପାଖରେ କ୍ଷମା ଭିକ୍ଷା ମାଗୁଛ? ହଁ ବିଜୟ ବାପା। ସୁପ୍ରଭ, ଜୀବନରେ ସମସ୍ତେ ଚାହାନ୍ତି ଜୀବନଟା ଗୋଟାଏ ସୁଖମୟ ହଉ ବୋଲି। ଠିକ ସେମିତି ମୁଁ ତୁମକୁ ବିବାହ କରି ଜୀବନଟାକୁ ସୁଖମୟ କରିଦେଇଛି। ମୁଁ ମଧ୍ୟ ଜୀବନକୁ ସୁଖମୟ କରିଦେଇଛି। ସୁପ୍ରଭା, ଅଧିକ ଭଲ ପାଓନି ସୁପ୍ରଭା, ଅଧିକ ଭଲ ପାଓନି ସୁପ୍ରଭା। ଏ ସୁପ୍ରଭା, ହଁ ବିଜୁ ବାପା। ଆମ ଏ ସୁଖ ସଂସାର ଏମିତି ରହୁ, ହସ ଖୁସିରେ ଆମ ଦିନ ବିତି ଯାଉ। ଆମ ଏ ସୁଖ ସଂସାର ଏମିତି ରହୁ, ହସ ଖୁସିରେ ଆମ ଦିନ ବିତି ଯାଉ। ପ୍ରଭୁ ଆମ ଠାରେ କରୁଣା କର, ଏଇ ଆମ ସୁନା ସଂସାର। ଓ ଏଇ ଆମ ସୁନା ସଂସାର। ଏ ସୁପ୍ରଭା, ତୁମେ ମୋର ଅର୍ଦ୍ଧାଙ୍ଗିନୀ ହୃଦ ଚନ୍ଦନ, ଅଜୟ ବିଜୟ ମୋର ବେନି ନୟନ। ତୁମେ ମୋର ଅର୍ଦ୍ଧାଙ୍ଗିନୀ ହୃଦ ଚନ୍ଦନ, ଅଜୟ ବିଜୟ ମୋର ବେନି ନୟନ। ତୁମେ ଥିଲେ ମୋର ପାଶ ହସେ ରାଜ, ତୁମେ ଥିଲେ ମୋର ପାଶ ହସେ ରାଜ। ଦେଖି ଆନନ୍ଦ ହୁଏ ମନ ମୋର, ଏଇ ଆମ ସୁନା ସଂସାର। ଓ ଏଇ ଆମ ସୁନା ସଂସାର। ଏ ସୁପ୍ରଭା, ବର୍ତ୍ତମାନ ସମୟ ହେଇଯାଇଛି ବିଶ୍ରାମ କକ୍ଷକୁ ଯାଇ କିଛି ସମୟ ବିଶ୍ରାମ କରିବା।